କଣ ଆପଣମାନେ ଜାଣିଛନ୍ତି ପୁରୀ ଜଗନ୍ନାଥ ମନ୍ଦିର ହଜାର ବର୍ଷ ଧରି ବାଲିରେ ପୋତି ହେଇକି ରହିଥିଲା? ଆ ପଛର ରହସ୍ୟ କଣ ନା, ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୀ ମନ୍ଦିର ନିର୍ମାଣ କରିସାରିଲେ ଆଉ ଏପଟେ ପ୍ରଭୁ ଜଗନ୍ନାଥଙ୍କ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ତିଆରି ହେଇ ସରିଲାଣି, ତ ଏତେ ବଡ ମନ୍ଦିରର ପ୍ରତିଷ୍ଠା କିଏ କରିବ? ତ ସେଥିପାଇଁ ନାରଦ ମୁନିଙ୍କ ଆଜ୍ଞାରେ ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୀ କ୍ଷେତ୍ରକୁ ପବିତ୍ର କରିବା ପାଇଁ 100ଟା ଯଜ୍ଞ କରିଥିଲେ ଆଉ 100ଟା କୂଅ ଖୋଳିଥିଲେ। ତାପରେ ନାରଦ ମୁନି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ କି ଏତେ ବଡ ମନ୍ଦିରର ପ୍ରତିଷ୍ଠା ବା ସ୍ୱୟଂ ନାରାୟଣଙ୍କ ମନ୍ଦିରର ପ୍ରତିଷ୍ଠା ନିଜେ ବ୍ରହ୍ମଦେବ ହିଁ କଲେ ଭଲ ହବ। ତାପରେ ନାରଦ ମୁନି ବ୍ରହ୍ମଦେବଙ୍କ ପାଖକୁ ନେଇଯିବା ପୂର୍ବରୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ କି ତୁମେ ବ୍ରହ୍ମଲୋକରୁ ଯାଇ ଆସିଲା ବେଳକୁ ନା ରାଜ୍ୟ ଥିବ ନା ତୁମର କିଏ ଚିହ୍ନା ପରିଚୟ ଲୋକ ଥିବେ, ସବୁ କିଛି ବଦଳି ଯାଇଥିବ, 1000 ବର୍ଷ ବିତି ଯାଇଥିବ। ତ ତାପରେ ବି ରାଜା ଇନ୍ଦ୍ରଦ୍ୟୁମ୍ନ ରାଜି ହେଇଥିଲେ। ତାଙ୍କର ପରିବାର ଆଉ ରାଜ୍ୟ ପ୍ରତି ଲୋଭ ନଥିଲା, ତାଙ୍କର କେବଳ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କେମିତି ନିର୍ମାଣ ହବ ବା ନୀଳମାଧବଙ୍କ ମନ୍ଦିର କେମିତି ନିର୍ମାଣ ହବ ସେ ସେଇ ଚିନ୍ତାରେ ଥିଲେ। ତାପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଯେତେବେଳେ ନାରଦ ମୁନି ବ୍ରହ୍ମଲୋକ ନେଇକିରି ଗଲେ ଆଉ ବ୍ରହ୍ମଲୋକରେ ସେ ବ୍ରହ୍ମଦେବଙ୍କର ଆରାଧନା କରି ବ୍ରହ୍ମଦେବଙ୍କୁ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କରିବା ପାଇଁ। ତାପରେ ବ୍ରହ୍ମଦେବ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଯେ ତୁମେ ଯାଅ, ଯେତେବେଳେ ଯାଏ ସବୁ ଯାକ ବ୍ୟବସ୍ଥା ହେଇଯାଉଛି ତାପରେ ତୁମେ ମତେ ମନେ ପକେଇବ ବା ତୁମେ ମତେ ସ୍ମରଣ କରିବ, ମୁଁ ତାପରେ ଯାଇକିରି ଯିବି ପ୍ରାଣ ପ୍ରତିଷ୍ଠା କରିବା ପାଇଁ ପ୍ରଭୁ ଜଗନ୍ନାଥ ମନ୍ଦିର। ଆଉ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଆସି ପୁରୀ କ୍ଷେତ୍ରରେ ପହଞ୍ଚନ୍ତି, ତ ଦେଖ ସେ ସମୟରେ ରାଜା ଥିଲେ ଗାଲୁ ମାଧବ ଆଉ ତାଙ୍କର ରାଜ୍ୟରେ ପୁରୀ ମନ୍ଦିର ଥିଲା। ଆଉ ସେ ଥରେ ବାଲିରେ ଯାଉ ଯାଉ ବା ସମୁଦ୍ର କୂଳରେ ଯାଉଥିବା ସମୟରେ ତାଙ୍କ ଘୋଡା ଗୋଡରେ ଲାଗିଥିଲା ପୁରୀ ମନ୍ଦିରର ଚୁଳି। ସେତେବେଳକୁ ପୁରୀ ମନ୍ଦିର ପୋତି ହେଇକି ଥିଲା, ତାଙ୍କ ଘୋଡା ଗୋଡରେ ଯେତେବେଳେ ପୁରୀ ମନ୍ଦିରର ଚୂଳ ଲାଗିଥିଲା, ତ ସିଏ ପୁରୀ ମନ୍ଦିରକୁ ଖୋଳିକିରି ତାଙ୍କର ମାନେ କୁଳ ଦେବୀକି ରଖି ପୂଜା କରୁଥିଲେ। ଆଉ ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ଆସି ପହଞ୍ଚି କୁହନ୍ତି କି ପୁରୀ ମନ୍ଦିର ମୁଁ ନିର୍ମାଣ କରିଥିଲି, ଏଠି ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତି ରହି ପୂଜା ପାଇବେ, ସେତେବେଳକୁ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଥାଏ କୋଉଠି ନା ଗୁଣ୍ଡିଚା ମନ୍ଦିରରେ। ଗୁଣ୍ଡିଚା ମାତା ରାଜା ଇନ୍ଦ୍ରଦ୍ୟୁମ୍ନ ଯିବା ସମୟରେ ବଚନ ଦେଇଥିଲେ କି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ସୁରକ୍ଷା କରିବା ବୋଲି। ଆଉ ରାଜା ଇନ୍ଦ୍ରଦ୍ୟୁମ୍ନ ଆସିବା ପର୍ଯ୍ୟନ୍ତ ମଧ୍ୟ ସେ ସୁରକ୍ଷାରେ କେହି ନା କେହି ଥିଲେ। ତ ଗାଲୁ ମାଧବ ମାନିବା ପାଇଁ ନାରାଜ କି ଏ ମନ୍ଦିର ସ୍ୱୟଂ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଛନ୍ତି ବୋଲି। ଗାଲୁ ମାଧବ ଯେତେବେଳେ ନ ମାନିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଦେବଙ୍କୁ ଆରାଧନା କରିଥିଲେ। ଆଉ ବ୍ରହ୍ମଦେବ ଆସି ଯେତେବେଳେ ସ୍ୱୟଂ କହିଥିଲେ କି ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଛନ୍ତି, କାହିଁକି ନା ବ୍ରହ୍ମଦେବ ଛଦ୍ମବେଶରେ ଆସିଥିଲେ। କିନ୍ତୁ ରାଜା ଗାଲୁ ମାଧବ ଯେତେବେଳେ ବ୍ରହ୍ମଦେବଙ୍କୁ ନ ମାନିଲେ, ସେତେବେଳେ ବ୍ରହ୍ମଦେବ ରାଜା ଗାଲୁ ମାଧବଙ୍କୁ ଅଭିଶାପ ଦେଇଥିଲେ ଯେ ସମସ୍ତେ ତୁମର ତିରସ୍କାର କରିବେ ଆଉ ରାଜା ଇନ୍ଦ୍ରଦ୍ୟୁମ୍ନକୁ ପ୍ରଶଂସା କରିବେ। ତାପରେ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଦେବଙ୍କୁ ନେଇକି ଯାଇଥିଲେ ଆଉ ପୁରୀ ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଇଥିଲା। ତ ଗର୍ବର ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।